ସାର୍ ଆପଣଙ୍କୁ ଅନୁଗୁଳ ନ୍ୟୁଜକୁ ସ୍ୱାଗତ କରୁଛି। କ'ଣ କହିବେ କୁକୁଳ ଉନ୍ନୟନ ସମିତିକୁ ନେଇକି? ଆଜ୍ଞା ନମସ୍କାର। ମୋ ନାଁ ଦିବାକର ମଳିକ, ପୂର୍ବତନ ସରପଞ୍ଚ ହାତିମୁଡ଼ା ଗ୍ରାମ ପଞ୍ଚାୟତ। ଆଜି ଆମର ଏଠି ଗୋଟେ ବୈଠକ ବସିଥିଲା, ଯେହେତୁ କୁଇ ସଂଗଠନ କରିବା ପାଇଁ ବସିଥିଲୁ, କିନ୍ତୁ କୌଣସି ପ୍ରକାରେ ସେଇଟା ନିଷ୍ପତ୍ତି ହେଇପାରି ନାହିଁ। ଯେହେତୁ ଆଗକୁ ନିଶ୍ଚିତ ଭାବରେ କୁଇ ସଂଗଠନଟା ସୁଦୃଢ଼ ହେବ, ଏହା ଆମମାନଙ୍କର ବିଶ୍ୱାସ ରହିଛି। କାହିଁକି ଆପଣ କୁଇକୁଳ ଉନ୍ନୟନ ସମିତିରେ ଯୋଗଦାନ ଦେଇଛନ୍ତି? କ'ଣ ଆପଣଙ୍କର ବେନିଫିଟ୍? ଆମର ବେନିଫିଟ୍ ସରକାରଙ୍କ ତରଫରୁ ବହୁତ ଗୁଡ଼ାଏ ରହିଛି, ଯେହେତୁ ସେ ବେନିଫିଟ୍ରୁ ଆମମାନେ ବର୍ତ୍ତମାନ ବଞ୍ଚିତ, ଯାହାକି ଆମମାନେ ସଂଗଠନ ନଥିବା ଯୋଗୁଁ ଆମମାନଙ୍କର ଯାହା ଯାହା ମୌଳିକ ଅଧିକାର ରହିଛି ତାହା ଆମମାନେ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଆମମାନେ ପାଇପାରୁନୁ। ସେଇ ସମସ୍ତ ବିଷୟ ଯେପରିକି ପାଇବୁ ଆଉ ସରକାରଙ୍କ ଠାରୁ ହକ୍ ଆମକୁ ମିଳିବ, ଏଥିପାଇଁ ଆମମାନେ ଏଠି ମିଶୁଛୁ। ବର୍ତ୍ତମାନ ତ ଦେଶରେ ମହାମୟୀ ରାଷ୍ଟ୍ରପତି ଆଦିବାସୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ। ଆଉ କ'ଣ ଅଭାବ ରହିଯାଉଛି ଆଦିବାସୀଙ୍କ ପାଇଁ? ହେଲେ ମଧ୍ୟ ସାର୍ ବି ଯେ ଆଦ୍ୟରୁ ଆଦିବାସୀ ଆମେ ସେଇ ଆଦିବାସୀ ଲୋକମାନଙ୍କୁ ଯାହାକି ପ୍ରାଧାନ୍ୟ ଦେବା କଥା ଗଭର୍ଣ୍ଣମେଣ୍ଟ, ତାହା ତାହା କିଛି ସେଥିରୁ ଆମମାନେ କିଛି ବଞ୍ଚିତ ରହୁଛୁ। ଏଣୁ ଆମମାନଙ୍କର ସଂଗଠନ କରିବାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ ଏହା। କ'ଣ ଆପଣଙ୍କର ମତ ରହୁଛି ବା ମତ ରଖିବେ? ଦାରିଙ୍ଗବାଡ଼ିର ବିଗତ ଦିନମାନଙ୍କରେ ଯେଉଁ କୁଇକୁଳ ଉନ୍ନୟନ ସମିତି ଅଚାନକ ବନ୍ଦ ହେଲା, ତାକୁ ନେଇ ଅନେକ ଗୁଡ଼ିଏ ଅଭିଯୋଗ ରହିଲା ଏବଂ ସଂଗଠନ କାହିଁକି ହେଇପାରୁନି? ଆମମାନେ ସେଠି ଯାଇକି ଅତ୍ୟାଚାର ତ ହେଉଛୁ, ଯେହେତୁ ସଂଗଠନ ନଥିବା ଯୋଗୁଁ ଏଯାକ ହେଉଛି। ଆଉ ସେମାନେ ବି ଆମମାନଙ୍କର କଥା ଶୁଣୁନାହାନ୍ତି, ଯେହେତୁ କର୍ମଚାରୀମାନେ, ଯେହେତୁ ଆମମାନଙ୍କର ସଂଗଠନ ନଥିବା ଯୋଗୁଁ ବୋଲି ଏଇଟା ଆମମାନେ ଭାବି ନେଲୁ। ଏଣୁ ଆଜି ସ୍ଥିର ଧାର୍ଯ୍ୟ କରିଛୁ, ଯେହେତୁ ଆଗାମୀ ଦିନ ଗୁଡ଼ିକରେ ଆମର ସଂଗଠନ ନିଶ୍ଚିତ ଭାବରେ ହେବ ପଞ୍ଚାୟତ ସ୍ତରରେ। ତାପରେ ଆମମାନେ ନିଶ୍ଚିତ ଭାବରେ ଆମେ ଅଫିସ ମହଲକୁ ଆବଶ୍ୟକ ସମୟରେ ଯାଇ ଆମମାନେ ସଂଗଠନ ଜରିଆରେ କାମଟାକୁ ହାସଲ କରିବୁ। ଆମମାନଙ୍କର ଆବଶ୍ୟକ ବିଷୟ ଗୁଡ଼ାକ ସେଇଟା ଆମ ଜାଣିଛନ୍ତି ଏବଂ ବୁଝିଛନ୍ତି। ଯେହେତୁ ଗୁଡ଼ାଏ ବିଷୟ ଆଲୋଚନା ହେଲା, କିନ୍ତୁ ସେ ସମସ୍ତ ବର୍ଣ୍ଣନା କଲା ବେଳକୁ ତ ସମୟ ଅଭାବ। ଏଣୁ ଆମମାନଙ୍କର ସଂଗଠନ ଏହା ହେଲା କି ଯେ ଆଗକୁ ଆମମାନେ ଯାହା କରିବା, ଯେହେତୁ ଆମେ ତ ଆଦ୍ୟରୁ ଆଦିବାସୀ, କିନ୍ତୁ ଆମମାନଙ୍କର ଅଜ୍ଞାତରେ ଆଉ ଗୁଡ଼ାଏ ଗଭର୍ଣ୍ଣମେଣ୍ଟ ତରଫରୁ ଯେଉଁ ପ୍ରୋଭିଜନ୍ ଗୁଡ଼ା ରହିଛି ତାହା ଏଣେ ତେଣେ ହେଉଛି। ତେଣୁ ଆମ ଜ୍ଞାତରେ ଯାହା ବି ହେଉ ଏବଂ ଅନ୍ୟମାନେ ବି ଆମ ଦ୍ୱାରା ସୁବିଧା ସୁଯୋଗ ପାଆନ୍ତୁ, ଏହା ଆମମାନଙ୍କର ଚିନ୍ତାଧାରା ଆଜିର ଚିନ୍ତାଧାରା ହେଲା। ମୁଁ ଦିବାକର ପାଟମାଝୀ, ହାତିମୁଣ୍ଡା ଗ୍ରାମ ପଞ୍ଚାୟତର ଜଣେ ବାସିନ୍ଦା। ଆଜି ଏଠାରେ ପଞ୍ଚାୟତ ମାଧ୍ୟମରେ ଗୋଟେ ପଞ୍ଚାୟତ ସ୍ତରୀୟ ବୈଠକରେ କୁଇକୁଳ ସମିତି ତରଫରୁ ହେଇଥିଲା। ସେଥିରେ ଦାରିଙ୍ଗବାଡ଼ିର ବାମଣିଆ ସର୍କଲରୁ ସଭାପତି ଆଜ୍ଞା ଉପସ୍ଥିତ ଥିଲେ। ଏଠାରେ ଆମେ ଅନେକ କୁଇକୁଳ ମାଧ୍ୟମରେ ଯେପରିକି ଆମେ ଉନ୍ନତ ଭାବରେ ଉପକାର ପାଇବୁ, ସେଥିପାଇଁ ଆମେ ଆଲୋଚନା କରିଥିଲୁ। ଏଥିରେ ଆମେ 50-60 ଜଣ ବସିକି ପ୍ରାୟ 2-3 ଘଣ୍ଟା ସମୟ ବସିକି ବହୁତ ଗୁଡ଼ିଏ ଆଲୋଚନା କଲୁ। ଯେପରିକି ଆମର ଆଗାମୀ ଦିନରେ କୁଇକୁଳ ମାଧ୍ୟମରେ ସରକାରଙ୍କ ଠାରୁ ଯାହା ଯାହା ପାଇବାର ଅଧିକାର ଅଛି ତାହା ଯେପରି ଆମେ ପାଇପାରିବୁ, ସେଥିପାଇଁ ଦୃଢ଼ ନିଷ୍ପତ୍ତି ନେଲୁ। ଆଉ ଏଇ କୁଇକୁଳ ସମାଜରେ ମିଶି ଯେପରିକି ଆମେ ପାଇବୁ ବୋଲିକି ଆଶା କରିକି ଆମେ ମିଶିଛୁ, ଆଉ ନିହାତି ଆମେ ପାଇବୁ ଆମର ସଂଗଠନ ମାଧ୍ୟମରୁ। ସେଥିପାଇଁ ଆମେ ଏକତ୍ର ରହି ଆଗକୁ ବଢ଼ାଇ ନେବୁ ବୋଲି ବିଶ୍ୱାସ ସହିତ ଆମେ ଚାଲିଛୁ। ଆଜ୍ଞା, ମୋର ନାଁ ଲକେନ୍ଦ୍ର ମଲ୍ଲିକ, ଗ୍ରାମ ପଞ୍ଚାୟତ ହାତିମୁଣ୍ଡା, ଗ୍ରାମ କୁମ୍ଭାରୀ ପତ୍ର। ଅନୁସୂଚିତ ଜନଜାତି ଯେଉଁଟାକି ଗଭର୍ଣ୍ଣମେଣ୍ଟ ଯେଉଁଟା ପ୍ରାଧାନ୍ୟ ରଖାଯାଇଛି ପଞ୍ଚମ 244 ଧାରା ଅନୁସାରେ, ସେ ପ୍ରାପ୍ୟଟା ଆମେ ପ୍ରକୃତରେ ଆମେ ପାଇପାରୁନୁ। ବାଟ ମାରଣା ହେଉଛି କାହିଁକି, କୁଆଡ଼େ ଯାଉଛି ସେଟା, ଆମର ଜାତି ପାଇଁ କେଉଁଟା ପ୍ରାଧାନ୍ୟ ରଖୁଛି ଗଭର୍ଣ୍ଣମେଣ୍ଟ, ସେଇଟା ଉପଯୁକ୍ତ। ଆମେ ସେ ଦାବିକୁ ଆମେ ଆଗାମୀ ଭବିଷ୍ୟତରେ କିଛିଟା ସୁବିଧା ପାଇବ ବୋଲିକି ଆଜି ଆମେ ପଞ୍ଚାୟତରେ ଗୋଟେ ମିଟିଂ ରଖିଥିଲୁ। 50-75 ଭାଗରେ ଆମେ ଏଠି ଆସି ମିଟିଂ କଲୁ। ଆଉ ସେ ମିଟିଂରେ ନିଷ୍ପତ୍ତି ନିଆଗଲା ଗଭର୍ଣ୍ଣମେଣ୍ଟ ଉପରେ ଆମେ ଏଇଟା ଦାବି ରଖିବା, ଆମେ ପ୍ରାପ୍ୟଟା ଆମେ ପାଇବ ବୋଲି ଆମେ ଆଜି ମିଟିଂରେ ଆମେ ଏଇଟା ଆଲୋଚନା ଧାର୍ଯ୍ୟ କଲୁ।
କଣ ଆପଣ ମତ ରଖିବେ ଯେହେତୁ ଆମ ଅଞ୍ଚଳର ବିଭିନ୍ନ ଜାତି ଧର୍ମ ବର୍ଣ୍ଣ ଲୋକ ବସବାସ କରନ୍ତି କିନ୍ତୁ କାହିଁକି ଆପଣ ଆଦିବାସୀକୁ ନେଇକି ଏଠାରେ ଅଭିଯାନ ଚଲେଇଛନ୍ତି କଣ ରଖିବେ ଆପଣ? ଗଭର୍ଣ୍ଣମେଣ୍ଟ ଯେଉଁ ଆଦିବାସୀ ପାଇଁ ଯେଉଁ ପ୍ରାପ୍ୟ ରଖାଯାଇଛି ସେ ପ୍ରାପ୍ୟ ଆମେ ପାଇବା ପାଇଁ ବୋଲେ ଆଜି ମିଟିଂରେ ଧାର୍ଯ୍ୟ କରାଗଲା। ମୋ ନାଁ ଶରତ ଚନ୍ଦ୍ର ମଲ୍ଲିକ, ମୋର ଗ୍ରାମ ହାତୀମୁଣ୍ଡା ପଞ୍ଚାୟତର ଜଣେ ବାସିନ୍ଦା। ଆଉ ଆଜି ଯେଉଁ ମିଟିଂ ହେଇଥିଲା ଆମର ଯେଉଁ କୁଇକୁଳ ସମାଜ, ସେଥିରେ ଆମେ ଯାହା ଶୁଣିବାକୁ ପାଇଲୁ, ଆମେ ଆମ ଭିତରେ ଗୋଟେ ସଚେତନ ହେଲୁ ଆଉ ସୁଦୃଢ଼ ଭାବରେ ନିଷ୍ପତ୍ତି ମଧ୍ୟ କଲୁ। ଆଉ ଏ କୁଇକୁଳ ସମାଜକୁ ଆମେ ନିଶ୍ଚିତ ଭାବରେ ତାକୁ ଆଗକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ଏକମତ ମଧ୍ୟ ଅଛୁ। କିନ୍ତୁ ଏଭଳିଆ ଆଗରେ ମଧ୍ୟ ଆମର ଗୋଟେ କମିଟି କୁଇକୁଳ ସଂଗଠନ ବି ଚାଲିଥିଲା। ଏହାର କୌଣସି ପ୍ରକାର ଦୁର୍ବଳ ସକାଶୁ କିଛି ନେତା ନେତୃତ୍ୱ ନେବା ଲୋକର ଗୋଟେ ଅବହେଳା ହେତୁ ବିଭିନ୍ନ ପ୍ରକାର କିଏ ପଇସା ପତ୍ର ଲାଳସାରେ ମଧ୍ୟ ସେମାନେ କାରନାମା କରିଥିଲେ। ଏ সকল ବିଷୟ ମଧ୍ୟ ଆଜି ଆଲୋଚନାକୁ ଆସିଥିଲା। କିନ୍ତୁ ଏ ବିଷୟ ଆଉ କେମିତି ଦ୍ୱିତୀୟବାର ନ ହେବ ଏଥିପାଇଁ ଆମେ ଆଜି ଦୃଢ଼ ନିଷ୍ପତ୍ତି ନେଇଛୁ। ଆଉ ଏଥିପାଇଁ ଆମେ ଏକମତ ଏ ଗାଁ ପଞ୍ଚାୟତବାସୀ ମଧ୍ୟ ଆମେ ଏ ଉଦ୍ଦେଶ୍ୟ ନେଇ ଆଜି ଆମେ କୁଇକୁଳ ସମାଜକୁ ଆମେ ପ୍ରଥମ ଥର ସ୍ୱାଗତ ଭାବରେ ଆମେ ୱେଲକମ୍ ଜଣାଇଛୁ।